ଦେଖନ୍ତୁ ସୂଚନାଟି ରହିଛି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ଓଡ଼ିଶା କଟକଙ୍କ ତରଫରୁ। ସୂଚନାଟି ଦେଖନ୍ତୁ କ'ଣ, କରେକ୍ସନ ଅଫ୍ ଏନରୋଲମେଣ୍ଟ ଡାଟା ଫର୍ HSC ଏକ୍ଜାମିନେସନ 2025। 2025 ହାଇସ୍କୁଲ ଏକ୍ଜାମ ଯେଉଁ ଛାତ୍ରଛାତ୍ରୀମାନେ ଦେବେ ସେମାନଙ୍କ ଏନରୋଲମେଣ୍ଟ ହେଇଛି। ସେଇ ଏନରୋଲମେଣ୍ଟରେ ଯଦି କିଛି କରେକ୍ସନ ଥିବ ତାକୁ ଆମେ କରିପାରିବା ପାଇଁ ଏ ନୋଟିସଟି। ଦେଖନ୍ତୁ, ଏନରୋଲମେଣ୍ଟ ଡାଟା 2023 shall be made live online in the website bscodisha.ac। କେବେରୁ ଏଟା ଆମେ ଡାଟାଟା କରେକ୍ସନ କରିପାରିବା 29 ଜୁଲାଇ 2024 ରୁ 9 ଅଗଷ୍ଟ 2024 ମିଡନାଇଟ୍ ପର୍ଯ୍ୟନ୍ତ, ରାତ୍ରି 12ଟା ପର୍ଯ୍ୟନ୍ତ। ତାକୁ କିଏ ପରିବର୍ତ୍ତନ କରିପାରିବେ? ହେଡ୍ ଅଫ୍ ଇନଷ୍ଟିଟ୍ୟୁସନ, ଯିଏ ହେଡମାଷ୍ଟର, ସେ ହିଁ ତାକୁ ପରିବର୍ତ୍ତନ କରିପାରିବେ। ୟୁଜର ଆଇଡି ଆଉ ପାସୱାର୍ଡ ଦେଇକି ପରିବର୍ତ୍ତନ କରିପାରିବେ। କ'ଣ କ'ଣ ଆପଣ ପରିବର୍ତ୍ତନ କରିପାରିବେ ନାହିଁ? ଏନରୋଲମେଣ୍ଟ ନମ୍ବର ଯାହା ଥିବ ପିଲାଙ୍କର ତାକୁ ବଦଳେଇ ପାରିବେ ନାହିଁ, ନାଁକୁ ଆଉ ପରିବର୍ତ୍ତନ କରିପାରିବେ ନାହିଁ, ଫଟୋଗ୍ରାଫକୁ, କାଷ୍ଟ ଏଇତକକୁ ଆପଣ ପରିବର୍ତ୍ତନ କରିପାରିବେ ନାହିଁ। ଥାର୍ଡ ଲାଙ୍ଗୁଏଜଟାକୁ ଆପଣ ଧ୍ୟାନ ଦେବେ। ଯଦି ଥାର୍ଡ ଲାଙ୍ଗୁଏଜ କାହାର ଭୁଲ ହେଇଛି ତାକୁ ଆପଣ ପରିବର୍ତ୍ତନ କରିପାରିବେ। ହିନ୍ଦୀ, ସାଂସ୍କ୍ରିଟ କିମ୍ବା ଅନ୍ୟ ଭୋକେସନାଲ ଯାହାର ଯାହା ଯଦି ଦେଖିଦେବେ ପରିବର୍ତ୍ତନ କରିପାରିବେ। ଏବଂ ଆଉ ଥରେ ତାପରେ ପରିବର୍ତ୍ତନ କରିସାରିବା ପରେ ଆପଣ ଆଉ ଥରେ ରୋଲ ସିଟ୍ଟାକୁ ଡେସ୍କ୍ରିପ୍ଟିଭ ରୋଲ ସିଟ୍ଟାକୁ ଆଉ ଥରେ ବାହାର କରିଦେବେ। ଯଦି ଆପଣ କରେକ୍ସନ କରିବାକୁ ଚାହୁଁଛନ୍ତି ନେମ୍, ଫଟୋଗ୍ରାଫ, ତାହେଲେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ? ତାର ରିଲେଭାଣ୍ଟ, ତାର ସମ୍ପର୍କିତ କିଛି ଅରିଜିନାଲ ଡକୁମେଣ୍ଟ ଯେଉଁଟାକି ରେକର୍ଡ ପିଲାର ସ୍କୁଲରେ ଥିବ ତାକୁ ଆଣିକି ଦେବେ, କିମ୍ବା ତା ସମ୍ପର୍କିତ କୌଣସି ଅରିଜିନାଲ ଡକୁମେଣ୍ଟ ଆପଣଙ୍କୁ ବୋର୍ଡରେ ନେଇକି ଦେଲେ ତାର ପରିବର୍ତ୍ତନ କରିପାରିବେ। ଯଦି କାଷ୍ଟ ସେମିତି କିଛି ବି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ଭୁଲରେ ତାର କାଷ୍ଟ, ତାହେଲେ ଆପଣଙ୍କ କାଷ୍ଟ ରିଲେଟେଡ୍ ଡକୁମେଣ୍ଟ ଆପଣଙ୍କୁ ଦେବାକୁ ପଡ଼ିବ। ହେଡ୍ ଅଫିସ୍ କଟକରେ ଦେଇକି ଆପଣ କରେକ୍ସନ କରିପାରିବେ 29 ଜୁଲାଇ 2024 ରୁ 9 ଅଗଷ୍ଟ 2024 ମଧ୍ୟରେ। ଏହା ପରେ ଆଉ କୌଣସି ଡାଟା କରେକ୍ସନକୁ ଆଲାଉ କରାଯିବ ନାହିଁ। ଏବଂ ଦେଖନ୍ତୁ, ଆପଣ ଅନଲାଇନରେ ଯେଉଁଟା ଚାହିଁବେ ଅନଲାଇନରେ ତାକୁ କରେକ୍ସନ କରିପାରିବେ, କିନ୍ତୁ ଯେଉଁ ନାଁ ରହିଲା, ଫଟୋଗ୍ରାଫ ରହିଲା, କାଷ୍ଟ ରହିଲା, ତାକୁ ଯଦି ଆପଣ ପରିବର୍ତ୍ତନ କରିବାକୁ ଚାହିଁବେ ତାହେଲେ ଆପଣଙ୍କୁ ଅଫଲାଇନରେ ଆଣିକି ବୋର୍ଡ ଅଫିସରେ ଦେବାକୁ ପଡ଼ିବ। 9 ଅଗଷ୍ଟ 2024 ପରେ ଅନଲାଇନ ହଉ ଅଫଲାଇନ ହଉ କୌଣସି ଆପଣ କରେକ୍ସନ କରିପାରିବେ ନାହିଁ।